ତ ଆମେ ଆଲୋଚନା କରୁଥିଲୁ ଏହାର ଲେଖକଙ୍କ ବିଷୟରେ, ପ୍ରକାଶିତ ବାକ୍ୟର ଲେଖକଙ୍କ ବିଷୟରେ ଆମେ ଆଲୋଚନା କରିଥିଲୁ। ଆଉ ସେଇଠି ଆମେ ଦେଖିଲୁ ଯେ ଯୋହନ, ପ୍ରାଚୀନ ଯୋହନ, ଯାହାକୁ କି ଆମେ ଭଲ ଭାବେ ଜାଣିନୁ କିମ୍ବା ତା ବିଷୟରେ ଅନେକ ପ୍ରମାଣ ପାଉନୁ। ଦ୍ୱିତୀୟ ବିଷୟ ହଉଛନ୍ତି ଯେ ଭବିଷ୍ୟତ ବକ୍ତା ଯୋହନ, କାରଣ ଭବିଷ୍ୟତବାଣୀର ଚରିତ୍ର ଏ ପୁସ୍ତକରେ ଆମେ ଦେଖିପାରୁଛୁ, ସେଥିପାଇଁ ଭବିଷ୍ୟତ ବକ୍ତା ଯୋହନ। କିନ୍ତୁ ତାଙ୍କ ବିଷୟରେ ମଧ୍ୟ ଆମେ ଅଧିକ ପରିଚୟ ପାଇଲୁ। ଯୋହନ ମାର୍କ, ମାର୍କ ଯୋହନ, କିନ୍ତୁ ତାଙ୍କର ଭାଷା ଶୈଳୀ ଆଉ ମାର୍କଙ୍କ ଲିଖିତ ସୁସମାଚାର ଭାଷାର ଶୈଳୀ, ବ୍ୟାକରଣ, ସାହିତ୍ୟ ଭିନ୍ନ ପ୍ରକାର। ସେଥିପାଇଁ ଆମେ ତାଙ୍କୁ ମଧ୍ୟ ଆମେ ଦେଖିଲୁ ଯେ ଯୋହନ ମାର୍କ ମଧ୍ୟ ହେଇନଥିବେ। ତେବେ ଯୀଶୁଙ୍କର ଶିଷ୍ୟ ଯୋହନ, ଯୀଶୁଙ୍କର ଶିଷ୍ୟ ଯୋହନ ବିଷୟରେ ଏସୋବିୟସ୍, ଆଇରେନିୟସ୍ ଆଉ ଟର୍ଟୁଲିଆନ ମଧ୍ୟ କଣ କରନ୍ତି, ସୁନିଶ୍ଚିତ କରନ୍ତି ବା ମାନେ କନଫର୍ମ କରନ୍ତି କି ଯୀଶୁଙ୍କର ଶିଷ୍ୟ ଯୋହନ ହିଁ ଏଇ ପୁସ୍ତକକୁ ଲେଖିଛନ୍ତି। ଏ ବିଷୟ ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ହଉଛି କି ଯେତେବେଳେ ଲେଖକ ତାଙ୍କ ପୁସ୍ତକ ଲେଖିଲେ ସେତେବେଳେ କୌଣସି ଶୀର୍ଷକ ସେ ଦେଇନଥିଲେ ବା କୌଣସି ହେଡିଂ ଦେଇନଥିଲେ। ଯେମିତି ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଲେଖା ଅଛି, ତାହା ଆଉ ସେ ତାଙ୍କ ପୁସ୍ତକରେ ଲେଖିନଥିଲେ। ସେଥିପାଇଁ ଆମମାନଙ୍କୁ ଦ୍ୱନ୍ଦ୍ୱ ହେଲା ଯେ ଏଟାକୁ କିଏ ଲେଖିଥିଲେ। ଦ୍ୱିତୀୟ ବିଷୟ ଏଠି ଜାଣିବା ଆବଶ୍ୟକ, ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ, ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ, ତାର ଅର୍ଥ ଯୋହନଙ୍କୁ ଏଇ ପ୍ରକାଶିତ ବାକ୍ୟ ପ୍ରଦାନ କରାଯାଇଥିଲା। ଏକ ଅଧ୍ୟାୟର ଏକ ପଦ ଆମେ ଯେତେବେଳେ ପଢୁଛୁ, ସେ ସମୟରେ କିଏ ଜଣେ ପଢନ୍ତୁ ଏକ ଅଧ୍ୟାୟର ଏକ ପଦ। ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ ଅବିଳମ୍ବରେ ଯାହା ଯାହା ଅବଶ୍ୟ ଘଟିବ ସେଇ ସବୁ ସେ ଯେପରି ଆପଣା ଦାସଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ୱର ଏହା ତାହାଙ୍କ ନିକଟରେ ସମର୍ପଣ କଲେ। ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଯୋହନଙ୍କୁ ଏହା ଜ୍ଞାତ କରାଇଲେ। ନିଜ ଦାସ ଯୋହନଙ୍କୁ ଜ୍ଞାତ କରାଇଲେ। ଏହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ, କିନ୍ତୁ ଯୋହନଙ୍କ ପ୍ରତି ପ୍ରକାଶିତ ହେଇଥିଲା। ତେବେ ପ୍ରକାଶିତ ମାନେ ପ୍ରକାଶ ହେବା। ପ୍ରକାଶିତର ମୂଳ ଶବ୍ଦ ହଉଛି ଆପୋକାଲିପ୍ସ, ଆପୋକାଲିପ୍ଟିକ, ଯାହାର ଅର୍ଥ ହଉଛି କୌଣସି ଗୋଟେ ଢାଙ୍କି ହେଇଥିବା ବିଷୟକୁ ପରଦା ଖୋଲିବା, କୌଣସି ବିଷୟ ଗୁପ୍ତ ହେଇଥିବା ବିଷୟକୁ ତାକୁ ବାହାର କରିବା ବା ପ୍ରକାଶ କରିବା। ଆମେ ଯେତେବେଳେ ଦାନିଏଲ ପୁସ୍ତକ ପଢୁ, ଦାନିଏଲ ଭବିଷ୍ୟତ ବକ୍ତାଙ୍କ ପୁସ୍ତକରେ ଆମେ ଯେତେବେଳେ 12 ଅଧ୍ୟାୟର ପଢୁ, ଏ ଜଣ ପଢନ୍ତୁ 12 ଅଧ୍ୟାୟର 4 ପଦ। ହଁ ଦେଖି, ଦାନିଏଲ 12:4। ମାତ୍ର ହେ ଦାନିଏଲ, ମାତ୍ର ହେ ଦାନିଏଲ, ତୁମ୍ଭେ ଶେଷ କାଳ ପର୍ଯ୍ୟନ୍ତ ଏହି ବାକ୍ୟ ସକଳ ବନ୍ଦ କରି ଓ ଏହି ପୁସ୍ତକ ମୁଦ୍ରାଙ୍କନ କରି ରଖ। ଏଠି ଅନେକ ଦାନିଏଲକୁ କୁହାଯାଉଛି, ଠିକ ଅଛି ଠିକ ଅଛି, ଏଇଠି ଦାନିଏଲକୁ କୁହାଯାଉଛି ହେ ଦାନିଏଲ, এই ପୁସ୍ତକକୁ ତମେ କଣ କର, ମୁଦ୍ରାଙ୍କ କରି ରଖ। କିନ୍ତୁ ପ୍ରକାଶିତ ବାକ୍ୟରେ ଯୋହନଙ୍କୁ କୁହାଯାଉଛି ତୁମେ ଯାହା ସବୁ ଦର୍ଶନ କଲ ତାହା ସବୁ ସପ୍ତମଣ୍ଡଳୀ ଅର୍ଥାତ ଏଫିସ, ସ୍ମରଣା, ପରଗମ, ଥିଓତିରା, ସାର୍ଦି, ଫିଲାଦେଲଫିଆ ଆଉ ଲାଉଦିକିଆ ମଣ୍ଡଳୀକୁ ଲେଖ। ଯାହା ସବୁ ଦର୍ଶନ କଲ ସେ ସବୁ କଣ କର, ତମେ ଲେଖ, ମଣ୍ଡଳୀକୁ ଜଣାଅ। କିନ୍ତୁ ଆମେ ଦେଖିଲୁ ଦାନିଏଲକୁ କୁହାଯାଇଥିଲା କି ଏହାକୁ ମୁଦ୍ରାଙ୍କିତ କରି ରଖ। ତେବେ ଏସବୁ ପ୍ରଭୁଙ୍କର ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ, ଆଉ ସେଇଟା ଯୋହନଙ୍କ ପ୍ରତି ପ୍ରକାଶିତ ହେଲା। ଆଉ ସେ ଯୋହନ କଣ କଲେ, ଆପଣ ଲୋକମାନଙ୍କୁ, ମଣ୍ଡଳୀକୁ ତାହା ଲେଖିଲେ। ତ ଏହା 7 ଗୋଟି ମଣ୍ଡଳୀକୁ ଲେଖାଯାଇଥିବା ଏକ ପୁସ୍ତକ। ତ
ମୁଁ କହୁଥିଲି ପ୍ରଥମରେ କି ଏହାର ଚରିତ୍ର ଭବିଷ୍ୟତ ବକ୍ତାର ଚରିତ୍ର ରହିଛି, ବା ଏହି ପୁସ୍ତକର ଚରିତ୍ର ଭବିଷ୍ୟତବାଣୀର ଚରିତ୍ର ମଧ୍ୟ ରହିଛି। ତତ୍ସଙ୍ଗେ ସଙ୍ଗେ ଆମେ ଏହା ଗୋଟେ ଚିଠି ସଦୃଶ ମଧ୍ୟ ଆମେ ଦେଖିପାରିବା, ବା ଏହାର ଯେ ପ୍ରକାର କି ନୂତନ ନିୟମରେ ପାଉଲଙ୍କର ଅନେକ ଚିଠି ଅଛି, ଲେଟର୍ସ, ସେ ପ୍ରକାର ଚରିତ୍ର ମଧ୍ୟ ଆମେ ଏଇଠି ଆମେ ପାଇପାରିବା, ଏଇ ପୁସ୍ତକରେ ପାଇପାରିବା। ତ ଏଇ ପୁସ୍ତକକୁ ବୁଝିବା ପାଇଁ ହେଲେ ତାର ଭାଷା ଶୈଳୀ ମଧ୍ୟ ଆମେ ଜାଣିବା ନିହାତି ଆବଶ୍ୟକ ଅଟେ। ତ ଭାଷା ଶୈଳୀ ବିଷୟରେ ଆମେ ଆଗାମୀ ଦିନ ମାନଙ୍କରେ ଆଲୋଚନା କରିବା। ଯୋହନଙ୍କ ବିଷୟରେ ଆମେ ଜାଣିବା ନିହାତି ଆବଶ୍ୟକ। ଯୋହନ ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟ ଯୋହନ। ଆମେ ସମସ୍ତେ ଜାଣିଛୁ ଯୋହନଙ୍କୁ ଯେତେବେଳେ ଯୀଶୁ ଯୋହନଙ୍କୁ ଆଉ ତାଙ୍କ ଭାଇ ଯାକୁବଙ୍କୁ ମାଛ ଧରୁଥିବା ସମୟରେ ଡାକିଲେ, ସେମାନେ କଣ କଲେ? ସେମାନେ ନିଜର ନୌକା ଆଉ ଆପଣା ପିତା ଜେବଦୀଙ୍କୁ ପରିତ୍ୟାଗ କରି ଯୀଶୁଙ୍କର ଅନୁଗମନ କଲେ ବୋଲି ଲେଖା ହେଇଛି। Praise the Lord। ସେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଅନୁଗମନ କଲେ, ଆଉ ଯୀଶୁ ବିଶେଷ ଭାବେ ଯୋହନକୁ କଣ କଲେ? ନିଜ ନିକଟରେ ସବୁବେଳେ ରଖୁଥିଲେ। ଯୀଶୁ ଖ୍ରୀଷ୍ଟଙ୍କର 12 ଶିଷ୍ୟ ଥିଲେ। 12 ଶିଷ୍ୟ ମଧ୍ୟରେ ସେ 3 ଜଣ ଶିଷ୍ୟଙ୍କୁ ପ୍ରାୟ ସମୟରେ ନିଜ ନିକଟରେ ରଖୁଥିବାର ଆମେ ଦେଖୁଛୁ। ଯେ ପ୍ରକାର କି ଯେତେବେଳେ ଯୀଶୁ ରୂପାନ୍ତରୀକରଣ ହେଲେ, ସେ ସମୟରେ ଲୁକ ଲିଖିତ ସୁସମାଚାର 9 ଅଧ୍ୟାୟର 28 ପଦରେ ସେ କଣ କଲେ? ରୂପାନ୍ତରୀକରଣ ସମୟରେ ଯୀଶୁ ପିତର, ଯୋହନ ଆଉ ଯାକୁବକୁ ନେଇକିରି କଣ କଲେ? ସେ ଯାଇଥିଲେ। ଆଉ ସେଠି ଯୀଶୁଙ୍କର ରୂପାନ୍ତରୀକରଣ ବା ଯୀଶୁଙ୍କୁ ମୋଶା ଆଉ ଏଲିୟାଙ୍କ ସହିତ ମିଶିବା ଏମାନେ ସ୍ୱଚକ୍ଷୁରେ ସେମାନେ ଦେଖିଲେ, ଆଇ ୱିଟନେସ୍ ଥିଲେ। ଯୋହନ ଆଉ ମଧ୍ୟ ଆମେ ଦେଖିବା, ଯେତେବେଳେ ଯୀଶୁ ଖ୍ରୀଷ୍ଟ ତାଙ୍କର ଶେଷ ସମୟ ଆସିଲା, ଶେଷ ମାନେ ଶତ୍ରୁ ହସ୍ତରେ ଧରା ପଡିବାର ସମୟ ଆସିଲା, ସେ ସମୟରେ ଗେତ୍ସେମାନି ବଗିଚାରେ ପ୍ରାର୍ଥନା କରିବାକୁ ଗଲେ। ସମସ୍ତଙ୍କୁ ମନେ ଅଛି। ଆଉ ଗେତ୍ସେମାନି ବଗିଚାରେ ପ୍ରାର୍ଥନା କରୁଥିବା ସମୟରେ ମଧ୍ୟ ସେ ପିତର, ଯୋହନ ଆଉ ଯାକୁବଙ୍କୁ ତାଙ୍କ ସହିତ ନେଇକି ଯାଇ ମାଥ୍ୟୁ ଲିଖିତ ସୁସମାଚାର ତାର 26 ଅଧ୍ୟାୟର 37 ପଦରେ ଏ ବିଷୟକୁ ଆମେ ପଢୁଛୁ। ଶତ୍ରୁ ହସ୍ତରେ ସମର୍ପିତ ହେବା ସମୟରେ ପୂର୍ବରୁ ସେ ଯେତେବେଳେ ନିସ୍ତାର ପର୍ବ ପାଳନ କଲେ, ଆଉ ସେ ସମୟରେ ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟମାନେ ଯେତେବେଳେ ଭୋଜରେ ବସିଲେ, ସେ ସମୟରେ ଯୋହନ ଯୀଶୁ ଖ୍ରୀଷ୍ଟଙ୍କର ଦକ୍ଷିଣ ପାର୍ଶ୍ୱରେ ବସିଥିବାର ଦେଖୁ। ତାଙ୍କ ରାଇଟ ହ୍ୟାଣ୍ଡ ସାଇଡରେ ଯୋହନ ବସିଥିଲେ। ଆଉ ଯୋହନ ଯୀଶୁଙ୍କୁ ପଚାରିଥିଲେ, ପ୍ରଭୁ, ଆପଣଙ୍କୁ ଯିଏ ଶତ୍ରୁ ହସ୍ତରେ ସମର୍ପଣ କରିବେ ସେ କିଏ ପ୍ରଭୁ? ଆଉ ଯୋହନ ଲିଖିତ ସୁସମାଚାର 13 ଅଧ୍ୟାୟର 23 ପଦ ଏ ପ୍ରକାର କହେ ଯେ ସେ ଯୀଶୁଙ୍କ ବକ୍ଷସ୍ଥଳରେ ଆଉଜି ପଡି ତାଙ୍କୁ ପଚାରିଥିଲେ କି ଶତ୍ରୁ ହସ୍ତରେ ସମର୍ପଣ କରୁଥିବା ବ୍ୟକ୍ତିଟି କିଏ? ତ ଯୀଶୁ ଖ୍ରୀଷ୍ଟଙ୍କର ରାଇଟ ହ୍ୟାଣ୍ଡ ସାଇଡରେ ବସିଥିବା, ଦକ୍ଷିଣ ପାର୍ଶ୍ୱରେ ବସିଥିବାର ଆମେ ତାଙ୍କୁ ଦେଖୁ। ଆଉ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଯେତେବେଳେ ସେ କ୍ରୁଶ ଉପରେ ଥିଲେ, ସେ ସମୟରେ ମଧ୍ୟ ଆମେ ଦେଖୁ ଯେ ଯୀଶୁ ଖ୍ରୀଷ୍ଟ ଯୋହନକୁ କହିଲେ, ହେଇ ଦେଖ ତୁମର ମାତା, ଆଉ ମରିୟମକୁ କହିଲେ, ହେଇ ଦେଖ ତୁମର ପୁତ୍ର। ତ ଯୀଶୁଙ୍କ ସେବା କାର୍ଯ୍ୟ ବା ଜୀବନୀରେ ଆମେ ଯେତେବେଳେ ଯୀଶୁଙ୍କ ଜୀବନୀ ପଢୁ, ଯୋହନ ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ପାଖରେ ଥିବାର ଆମେ ଦେଖୁ। ଯୋହନ ଯେତେବେଳେ ତାଙ୍କର ସୁସମାଚାର ଲେଖନ୍ତି, ଯୋହନଙ୍କ ଲିଖିତ ସୁସମାଚାର, ସେ ସମୟରେ ଆମେ ଦେଖୁଛେ ସେଠି ଯୋହନ ତାଙ୍କର ପରିଚୟ ଦିଅନ୍ତି। ତାଙ୍କର ପରିଚୟ ଯୋହନ ବୋଲିକି ଦିଅନ୍ତି ନାହିଁ, ତାଙ୍କ ନାଁ ଯୋହନକୁ ସେ ଗୁପ୍ତ ରଖନ୍ତି। ଆଉ ସେ ସେଠି ଗୋଟେ ପରିଚୟ ଦିଅନ୍ତି, ଯୀଶୁ ଯେଉଁ ଶିଶୁକୁ ପ୍ରେମ କରୁଥିଲେ। ଆପଣ ପଢନ୍ତୁ ଯୋହନଙ୍କ ଲିଖିତ ସୁସମାଚାର 13 ଅଧ୍ୟାୟର 23 ପଦ, ଜଣେ ପଢନ୍ତୁ। ଶୀଘ୍ର, ଆମ ପାଖରେ ସମୟ ନାହିଁ।
ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଯାହାକୁ ଯୀଶୁ ପ୍ରେମ କରୁଥିଲେ, ସେ ଯୀଶୁଙ୍କ ଦକ୍ଷିଣ ପାଖରେ ବସି ଭୋଜନ କରୁଥିଲେ। ଯୀଶୁଙ୍କ ଶିଷ୍ୟ ମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ଯୀଶୁଙ୍କୁ ଯାହାଙ୍କୁ ଯୀଶୁ ବହୁତ ସ୍ନେହ କରୁଥିଲେ, ଯାହାଙ୍କୁ ଯୀଶୁ ବହୁତ ସ୍ନେହ କରୁଥିଲେ। Praise the Lord। ଯୀଶୁଙ୍କ ଶିଷ୍ୟ ମାନଙ୍କ ମଧ୍ୟରୁ ଜଣେ ଯୀଶୁ କାହାକୁ ବେଶୀ ପ୍ରେମ କରୁଥିଲେ ଆମେ ଜାଣିନୁ। ହେଲେ 12ଟା ଶିଷ୍ୟ ଥିଲେ, ତେବେ ଆମେ କେମିତି କହିପାରିବା ଯେ ଯୀଶୁଙ୍କ ଶିଷ୍ୟ ମାନଙ୍କ ମଧ୍ୟରୁ ଯୀଶୁ ଯୋହନକୁ ଆଗ ବେଶୀ ପ୍ରେମ କରୁଥିଲେ? ତେବେ 19 ଅଧ୍ୟାୟରେ ମଧ୍ୟ ଆମେ ଦେଖିଲୁ, 19 ଅଧ୍ୟାୟକୁ ଯଦି ଯିବା ସେଠି ମଧ୍ୟ ଆମେ ଦେଖିପାରିବା ଯେ ଯୋହନଙ୍କ ଲିଖିତ ସୁସମାଚାର ତାର 19 ଅଧ୍ୟାୟରେ ମଧ୍ୟ ଯୀଶୁ କୁହନ୍ତି କି ବାକ୍ୟରେ ଯୋହନ ଲେଖନ୍ତି ଯେ ଯାହାଙ୍କୁ ଯୀଶୁ ବେଶୀ ସ୍ନେହ କରୁଥିଲେ। ପଢନ୍ତୁ 23 ପଦ, ସରି 26 ପଦ ପଢନ୍ତୁ, 26 ପଦ। ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟକୁ ପ୍ରେମ କରୁଥିଲେ ଯୀଶୁ ତାଙ୍କ ଆପଣା ପାଖରେ ମାତା ଠିଆ ହୋଇ ଦେଖି ଯୀଶୁ ଆପଣା ମାତା ଆଉ ଯେଉଁ ଶିଷ୍ୟଙ୍କୁ ସେ ପ୍ରେମ କରୁଥିଲେ ତାଙ୍କ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, ଗୋ ନାରୀ, ଦେଖ ତୁମ୍ଭର ପୁତ୍ର। ତ ଏଇଠି ମଧ୍ୟ ଆମେ ଦେଖୁଛୁ ଯେ ଲେଖା ହେଇଛି ଯେ ଯୀଶୁ ଯାହାଙ୍କୁ ବେଶୀ ପ୍ରେମ କରୁଥିଲେ ସେ ଶିଷ୍ୟକୁ ଦେଖି କହିଲେ। ତେବେ ସେ ଶିଷ୍ୟ କିଏ ହେଇଥିବ? କେମିତି ଆମେ ଜାଣବା ଯେ ସେ ଶିଷ୍ୟ ଯୋହନ ଆକା ହେଇଥିବ? ଆମେ ପ୍ରଥମରେ ଦେଖିଲୁ ଯୀଶୁକୁ ଦକ୍ଷିଣ ପଶ୍ଚିମରେ ବସିଥିବା ଜଣେ ଶିଷ୍ୟଙ୍କୁ ଯୀଶୁ ତାହାକୁ ବେଶୀ ପ୍ରେମ କରୁଥିଲେ, କିନ୍ତୁ ଆମେ ତାଙ୍କ ନାଁ ଜାଣିନୁ। ତେବେ କେମିତି ଜାଣିପାରିବା ଯେ ସେ ଯୋହନ ହେଇଥିବେ? ଏବେ କ୍ରୁଶ ପାଖରେ ମଧ୍ୟ ଯୀଶୁ ଯେତେବେଳେ ଅଛନ୍ତି କ୍ରୁଶ ଉପରେ, ସେ ସମୟରେ ସେଠି ଜଣେ ଶିଷ୍ୟକୁ ଠିଆ ହେଇଥିବା ଦେଖିଲେ ଆଉ କହିଲେ କି ଯାହାକୁ ସେ ପ୍ରେମ କରୁଥିଲେ। ସେ ଶିଷ୍ୟ କିଏ ହେଇଥିବ? ଆମେ 20 ଅଧ୍ୟାୟରେ ମଧ୍ୟ ଆମେ ଦେଖିବା, 20 ଅଧ୍ୟାୟରେ ମଧ୍ୟ ଆମେ ଯୀଶୁଙ୍କୁ ଏ ଜଣ ପଢନ୍ତୁ 3 ପଦ ଆଉ 4 ପଦ। ସେଥିରେ ପିତର ସେହି ଅନ୍ୟ ଶିଷ୍ୟ ସମାଧି ନିକଟକୁ ଯିବା ପାଇଁ ବାହାରିଲେ। 2 ପଦ, ସରି 2 ପଦ। ତେଣୁ ସେ ଦୌଡ଼ି ଯାଇ ସିମୋନ ପିତର ଓ ଯୀଶୁ ଯାହାକୁ ସ୍ନେହ କରୁଥିଲେ ସେହି ଅନ୍ୟ ଶିଷ୍ୟଙ୍କ ନିକଟକୁ ଆସିଲେ, ଆଉ ସେମାନଙ୍କୁ କହିଲେ, କେଉଁମାନେ ସମାଧିରୁ ପ୍ରଭୁକୁ ଘେନି ଯାଇ ଅଛନ୍ତି, ପୁଣି ତାହାଙ୍କୁ କେଉଁଠାରେ ରଖିଅଛନ୍ତି ତାହା ଆମ୍ଭେମାନେ ଜାଣୁନାହୁଁ। ଏଇଠି ମଧ୍ୟ ଆମେ 2ଟା ଶିଷ୍ୟକୁ କବର ପାଖକୁ ଯିବାର ଦେଖୁଛୁ। ଜଣେ ହଉଛନ୍ତି ସିମୋନ ପିତର, ଆଉ ଜଣେ ହଉଛନ୍ତି ଯୀଶୁ ଯାହାକୁ ପ୍ରେମ କରୁଥିଲେ। କିନ୍ତୁ ଏଠି ମଧ୍ୟ ଯୋହନଙ୍କର ନାଁ ଲେଖା ହେଇନାହିଁ। ତେବେ ଆମେ କେମିତି ଜାଣବା ଯେ ଯୋହନ ଆକା ହେଇଥିଲା ବୋଲି? ଏଠି ମଧ୍ୟ ନାଁ ଲେଖା ହେଇନାହିଁ, କିନ୍ତୁ ଏଠି ଗୋଟେ ବିଷୟ ଲେଖା ହେଇଛି ଯେ ସେ ସିମୋନ ପିତରଙ୍କ ସହିତ ରହୁଥିଲା। 21 ଅଧ୍ୟାୟ ଯଦି ଦେଖିବା, 21 ଅଧ୍ୟାୟରେ ମଧ୍ୟ ଆମେ ଯେତେବେଳେ ପଢିବା ସେତେବେଳେ ଏ ଜଣ ପଢନ୍ତୁ 21 ଅଧ୍ୟାୟର 12 ପଦ, ସରି 14 ପଦ। ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ଯୀଶୁ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ଦର୍ଶନ ଦେଲେ। ସେଇଟା ନାହିଁ, ଆଗକୁ ଟିକେ ପଢନ୍ତୁ। ମୁଁ ଇଂଲିଶ ବାଇବଲ ଧରି ବସିଛି ଆଜି, ସେଥିପାଇଁ ବୋଲି ମୁଁ ପାଉନାହିଁ। ଆଗକୁ ଟିକେ ପଢନ୍ତୁ। ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ସିମୋନ ପିତରକୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ସିମୋନ, ତୁମେ କଣ ମତେ ଏମାନଙ୍କ ଠାରୁ ଅଧିକ ପ୍ରେମ କରୁଅଛ? ସେ ତାହାକୁ କହିଲେ, ହଁ ପ୍ରଭୁ, ମୁଁ ବି ଆପଣଙ୍କୁ ସ୍ନେହ କରୁଅଛି।
ତାହା ଆପଣ ଜାଣନ୍ତି। 20 ପଦ ଯୀଶୁ ଯେଉଁ ପଢନ୍ତୁ, 20 ପଦ। ଶିଷ୍ୟଙ୍କୁ ପ୍ରେମ କରୁଥିଲେ ଯୀଶୁ ଯେଉଁ ଶିଷ୍ୟକୁ ପ୍ରେମ କରୁଥିଲେ ଓ ଯେ ମଧ୍ୟ ରାତ୍ରି ଭୋଜନ ସମୟରେ ତାହାଙ୍କ ବକ୍ଷସ୍ଥଳରେ ଆଉଜି ପଡ଼ି ହୁଁ ପ୍ରଭୁ ଆପଣଙ୍କୁ କିଏ ଶତ୍ରୁ ହସ୍ତରେ ସମର୍ପଣ କରିବ ବୋଲି ପଚାରିଥିଲେ, ସେଇ ଶିଷ୍ୟଙ୍କୁ ପିତର ବୁଲି ପଡ଼ି ପଛରେ ଆସୁଥିବା ଦେଖିଲେ। ତ ଏଇଠି ପିତର ଦେଖୁଛନ୍ତି ଯେ ଯୋଉ ଶିଷ୍ୟକୁ ଯୀଶୁ ବେଶୀ ପ୍ରେମ କରୁଥିଲେ ଆଉ ଶତ୍ରୁ ହସ୍ତରେ ସମର୍ପଣ ହେବା ରାତ୍ରିରେ ପ୍ରଭୁ ଧର୍ମ ମାନେ ନିସ୍ତାର ପର୍ବର ଭୋଜ ସମୟରେ ଯୀଶୁଙ୍କର ଦକ୍ଷିଣ ପାର୍ଶ୍ୱରେ ବସି ତାଙ୍କ ବକ୍ଷସ୍ଥଳରେ ଆଉଜି ପଡିକିରି ଯୋଉ ଶିଷ୍ୟ ପଚାରିଥିଲେ ସେ ଶିଷ୍ୟ ଆସିବାର ସେ ଦେଖିଲେ। ତାର ଅର୍ଥ ଏଠି ପିତର ହେଇନଥିବ, ଆଉ ପିତରଙ୍କ ସହିତ ପିତରଙ୍କ ସଙ୍ଗୀ ହେଇଥିବେ। ତେବେ ଆମେ କେମିତି ଜାଣିବା ପିତରଙ୍କ ସଙ୍ଗୀ କିଏ? ଆମେ ପିତରଙ୍କ ସଙ୍ଗୀ ଆମେ ରୂପାନ୍ତରୀକରଣରେ ଦେଖିଲୁ ପିତରଙ୍କ ସଙ୍ଗୀ 2 ଜଣ ଥିଲେ। କିଏ କିଏ? ଜଣେ ହଉଛନ୍ତି ଯୋହନ ଆଉ ଜଣେ ହଉଛନ୍ତି ତାଙ୍କ ଭାଇ ଯାକୋବ। ଏ 3 ଜଣ ରୂପାନ୍ତରୀକରଣ ସମୟରେ ସେମାନେ ଥିଲେ। ଗେଥସେମନି ବଗିଚାରେ 3 ଜଣ ଥିଲେ। ତେବେ ଆମେ ଏବେ ଯୋହନ କି ଯାକୋବ ଯୀଶୁ ଯାହାକୁ ପ୍ରେମ କରୁଥିଲେ ସେ ଶିଷ୍ୟ। ଆମେ ପ୍ରେରିତ 12 ଅଧ୍ୟାୟରେ ଆମେ ଦେଖିବା ଯେ ଯେତେବେଳେ ମଣ୍ଡଳୀର ଆରମ୍ଭ ହେଲା ସେ ସମୟରେ ପ୍ରେରିତ 12 ଅଧ୍ୟାୟ ମଣ୍ଡଳୀ ଇତିହାସ କହେ ଯେ ଯାକୋବକୁ କଣ କରାଗଲା, ତାର ମସ୍ତକ ଛେଦନ କରି ପ୍ରଥମ ଶିଷ୍ୟମାନଙ୍କ ମଧ୍ୟରୁ ତାଙ୍କୁ କଣ କରାଯାଇଥିଲା, ତାକୁ ଷ୍ଟୋନ ମାରିକି ପଥର ମାରିକି ତାକୁ କଣ କଲା, ସରି ମସ୍ତକ ଛେଦନ କରାଯାଇଥିଲା। ପ୍ରେରିତ 12:4। ପରେ ସେ ତାଙ୍କୁ ଧରି କାରାଗାରରେ ନିକ୍ଷେପ କଲେ। ହୁଁ ପୁଣି ନିସ୍ତାର ପର୍ବ ଉତ୍ତାରେ ସେ ତାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ 4 ଜଣ ଲେଖାଏଁ ଥିବା 4ଟି ସେନା ଦଳ ନିକଟରେ ତାଙ୍କୁ ଜଗିବା ପାଇଁ ସମର୍ପଣ କଲେ। 2:2 ପଢନ୍ତୁ। ସେ ଯୋହନଙ୍କ ଭ୍ରାତା ଯାକୋବଙ୍କୁ ଖଡ୍ଗରେ ହୁଁ ବଧ କଲେ। ସେ ଯୋହନଙ୍କ ଭ୍ରାତା ଯାକୋବଙ୍କୁ ଖଡ୍ଗରେ ବଧ କଲେ। ତାର ଅର୍ଥ ବଧ କଲେ। ମଣ୍ଡଳୀ ଇତିହାସ ର ଆରମ୍ଭରୁ ହିଁ ଯାକୋବଙ୍କର ମୃତ୍ୟୁ ହେଇଛି। ତେବେ ଏବେ ବାକି ରହିଗଲା କିଏ? ଯୋହନ, ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟ ଯୋହନ। ତେଣୁକରି ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟ ଯୋହନ ଏଇ ବାକ୍ୟ ଲେଖିଥିବାର ଆମମାନଙ୍କୁ ପ୍ରମାଣ ମିଳେ। ଆଉ ସେ ପୁସ୍ତକରେ 3 ଥର ଯୋହନଙ୍କର ନାଁ ଲେଖା ହେଇଛି। 1 ଅଧ୍ୟାୟର 1 ପଦ, ଆଉ 1 ଅଧ୍ୟାୟର 9 ପଦ, ଆଉ 22 ଅଧ୍ୟାୟରେ ଥରେ ତାଙ୍କ ନାଁକୁ ଆମେ ଦେଖିପାରିବା। ତେବେ ସେଠି 1 ଅଧ୍ୟାୟର 9 ଆଉ 10 ପଦ ଯେତେବେଳେ ଆମେ ପଢିବୁ ସେଠି ପାତ୍ମ ନାମକ ଦ୍ୱୀପରେ ଥିବାର ମଧ୍ୟ ଜଣାଯାଏ। ତେବେ ପାତ୍ମ ନାମକ ଦ୍ୱୀପରେ କିଏ ଥିଲେ? ବାଇବେଲରେ ତ ଆମକୁ ଲେଖା ନାହିଁ। ତେବେ ଆମେ କେମିତି ଜାଣିପାରିବା ଯେ ପାତ୍ମ ନାମକ ଦ୍ୱୀପରେ ଯୋହନ ଥିଲେ? ତେବେ ମଣ୍ଡଳୀ ଇତିହାସ ଆମକୁ କହେ ଯେ ଯେତେବେଳେ ଡୋମିସିଆନ ରାଜତ୍ୱ କଲେ ବା ଶାସନ ଆରମ୍ଭ କଲେ ସେତେବେଳେ ଖ୍ରୀଷ୍ଟିଆନ ମାନଙ୍କୁ ସେ ବହୁତ ତାଡନା କଲେ। ଆଉ ଯୋହନ ଯିଏକି ଏଫିସରେ ଥିଲେ ତାଙ୍କୁ ଧରିକି ତେଲ କଡେଇରେ ଫିଙ୍ଗିଲେ ବା ଗରମ ତେଲରେ ଫିଙ୍ଗିଲେ, କିନ୍ତୁ ତାଙ୍କୁ ମୃତ୍ୟୁ ହୋଇନଥିବାରୁ ତାଙ୍କୁ ବାହାର କରିକି ପାତ୍ମ ନାମକ ଦ୍ୱୀପରେ ଫିଙ୍ଗିଲେ। ପାତ୍ମ ନାମକ ଦ୍ୱୀପ ଏ ପ୍ରକାର ଗୋଟେ ସ୍ଥାନ ଯୋଉ ସ୍ଥାନରେ କି ହିଂସ୍ର ଜନ୍ତୁ ଆଉ ଭିନ୍ନ ଭିନ୍ନ ପ୍ରକାରର ବିପଦ ରହିଥିଲା, ଆଉ ଯାହାକୁ ମଧ୍ୟ ସେଠାରେ ରଖାଯାଇଥିଲା ସେ କେବେ ମଧ୍ୟ ଫେରିକି ଆସିନଥିଲେ। କିନ୍ତୁ ପରମେଶ୍ୱରଙ୍କର ଧନ୍ୟବାଦ ହଉ ଯେ ଯୋହନ କଣ କଲେ, ସେଠି ଆତ୍ମାରେ ପରିପୂର୍ଣ୍ଣ ହେଲେ ଆଉ ଦର୍ଶନ ଦେଖିବାକୁ ଲାଗିଲେ। ପ୍ରେଜ୍ ଦ ଲର୍ଡ। ତ ଏଇଟା ହଉଛି ସର୍ଟ ବ୍ୟାକଗ୍ରାଉଣ୍ଡ ଯୋହନଙ୍କ ବିଷୟରେ। ଆମେ ଦ୍ୱିତୀୟ ବ୍ୟାକଗ୍ରାଉଣ୍ଡ ଆସନ୍ତା ଦିନ ମାନଙ୍କରେ ଦେଖିବା, ଏହାର ଭାଷା ଶୈଳୀ, ଏହାର ତାରିଖ, ଏହାର ପରିସ୍ଥିତି, ଆଉ କି ପ୍ରକାର ପରିସ୍ଥିତିରେ ଯୋହନ ଏଇ ସପ୍ତମ ମଣ୍ଡଳୀକୁ ଏଇ ଚିଠି ଲେଖିଥିଲେ ତାହା ଆମେ ଆଗାମୀ ଦିନ ମାନଙ୍କରେ ଆଲୋଚନା କରିବା। ପ୍ରଭୁ ଆଶୀର୍ବାଦ କରନ୍ତୁ। ପ୍ରିୟମାନେ, ଆମେ
परमेश्वर दास भाव मुझे खाली गोटे विषय एड करने चाहे कि आम परमेश्वर दास भाव में आह्वान पाइचु आम मैंने ए दिन मानक आत्मारे आविष्ट होगा दरकार आत्मारे परिपूर्ण होगा दरकार आम आत्मारे परिपूर्ण हेले आम मान सेवा कार्य आम मान जीवन रे आम आशीर्वाद पाई परिबा आउरी आगु बढ़ी पार जगन्नकर जीवन आम देखुलु कि प्रकार आमे आउ गोटे विषय जानिचु जहन आ पितर जो मंदिर ठिया होते से समय लोक मैंने से कही कौन बोली माने अशिक्षित लोक माने किंतु प्रभु तांको ए प्रकार व्यवहार कले जे से ईश्वरंकर आगामी विषय गुड़िक को आम सम्मुख रखिबा पई परमेश्वर गोटे दर्शन पाई ए प्रकार शक्ति ए प्रकार दर्शन प्रभु आम दियंतु प्रभु आम आशीर्वाद करंतु आगामी दिन मान पुस्तक बुझा विषय रे जानिबा आम बहुत बहुत आशीर्वाद जनक हो प्रभु आम आशीर्वाद करंतु ए पुस्तक को जानिबा पई हेले जोहनकर लेखा शैली मते जानिबा आवश्यक जोहन नूतन नियम 5टा पुस्तक लिखिथिले बा लिखिछंती जोहन को लिखित सुसमाचार प्रथम जोहन द्वितीय जोहन तृतीय जोहन आउ प्रकाशित वाक्य आपण जेतेबेले जोहन को लिखित सुसमाचार पढ़िबे सेठी आपण जानि पारबे जोहन तार भाषा शैली तार लिखिबार शैली जेतेबेले देखिबे प्रकाशित वाक्यर केतोटी विषय देखिबे तेबे आमे देखि परिबा जे यह प्रकृत रे जोहन लिखिथिले जे प्रकार की जोहन को लिखित सुसमाचार रे केवल 7टा मिराकल लिखाई 7टा मिराकल अन्य सुसमाचार रे अनेक अनेक मिराकल्स विषय लिखाई किंतु जोहन को लिखित सुसमाचार रे केवल 7टा आश्चर्य कर्म लिखाई 7 थर जीशु मु शब्द कही विषय लिखाई जेंति मु पथ सत्य जीवन जेंति जीशु कहले मु द्वार से 7 थर मु शब्द व्यवहार कर जीशु कही आउ प्रकाशित वाक्य जो आम आसू से आम देखू 7टा मंडली 7टा दूत 7टा प्रदीप 7टा नक्षत्र 7टा मुद्रा 7टा पात्र आमे अनेक थर 7 संख्या देखू तो तार भाषा शैली और भाषा शैली मिशुची तेणुक जोहन जीशु ख्रीष्ट शिष्य जोहन ही ए पुस्तक लिखिं प्रभु आशीर्वाद करंतु जोहन तांको सहित बहुत घनिष्ठतार सहित रहिले बहुत निकटतर हो रहिले जीशु को गभीर भाव में जानिले गोटे लोक एमती कहती जदि जीशु को भल भाव जानापी चाहूंती तेबे जोहन को लेखा जाइतिबा जोनाइन गॉस्पेल्स बा जोनाइन राइटिंग्स जेते जोहन लिखिछंती से राइटिंग गुडी को पढंतु जीशु को आहुरी अधिक निकटतर आपण जानि पारिबे प्रभु आमान को आशीर्वाद करंतु आसंतु आम चोखी बंद कर